ଭାଇଲୋ, ମୁଁ ତତେ ପାଠ ପଢେଇବି ଲୋ ଭାଇ। ମୁଁ ତତେ ପାଠ ପଢେଇ ବହୁତ ବଡ ହାକିମ କରିବି। ଜୀବନରେ ପ୍ରଥମ ଥର ପାଇଁ ମୁଁ ତୋ ପାଇଁ ଚୋରି କରିଥିଲି। ହେଲେ ସେ ଦୋକାନଟା ପାଖରେ ମୁଁ ଧରା ପଡିଗଲି ଲୋ। ସେ ଦୋକାନଟା ମତେ ଧରି ନେଇ ବହୁତ ମାରିଲା। ମୋ ହାତକୁ ବି ଛେଚି ପକେଇ। ଅଭିନେତ୍ରୀ ଲିପ୍ସା ଏଇ ବର୍ଷ ଦୁର୍ଗାଶ୍ରୀ ଗଣନାଟ୍ୟରେ କାର୍ଯ୍ୟଗତ ଅଛି। କେତେ ଆଶାବାଦୀ ଅଛନ୍ତି ଏବଂ କେତେ ଖୁସି ଅଛନ୍ତି ଚରିତ୍ରକୁ ନେଇ? ମୁଁ ବହୁତ ଖୁସି ଅଛି। ଆର ବର୍ଷ ବି ଏଇଠି ଯେତିକି ମତେ ଚରିତ୍ର ମିଳିଥିଲା, ଯାହା ବି ମିଳିଥିଲା ବହୁତ ଭଲ ମିଳିଥିଲା। ଏ ବର୍ଷ ବି ନୂଆ ନାଟକରେ ବହୁତ ଭଲ ଚରିତ୍ର ମିଳିଛି। କଣ ଏ ବର୍ଷ ନୂଆ ନାଟକ ହେଇଛି? ଏ ବର୍ଷ ଆମର ନୂଆ ନାଟକ ଏବେ କଣ୍ଟିନ୍ୟୁ ଅଛି, ଛୋଟା ନାଉରୀ କରିଦେ ପାରି। ଆଉ ନେକ୍ସଟ ନାଟକ ଜୀବନ ସାରଙ୍କର ସେଇଟା ହଉଛି ଧନ ତୁ ଫେରିଆ। କଣ୍ଟିନ୍ୟୁ ଚାଲିଛି, ଏଇଟା ଏଣ୍ଡ ହେଲା ପରେ ସେଇଟା ଷ୍ଟାର୍ଟ ହବ ଆଉ। ପୂର୍ବରୁ ଯେମିତି ଭିନ୍ନ ଭିନ୍ନ ଚରିତ୍ରରେ ଦର୍ଶକଙ୍କୁ ସାମ୍ନା କରିଥିଲେ ଏବଂ ଦର୍ଶକ ମନ କିଣିଥିଲେ, ଏ ବର୍ଷ ସେମିତି ମାହୋଲକୁ ପରିବର୍ତ୍ତନ କରିବେ କି? ଆଜ୍ଞା, ନିହାତି। ଯେତିକି କଳାକାର ଆମର ଅଛନ୍ତି, ଯୋଉମାନେ ବି ଅଛନ୍ତି ବହୁତ କୋଅପରେଟିଭ। ଆର ବର୍ଷ ମତେ ବହୁତ ହେଲ୍ପ କରିଛନ୍ତି ସମସ୍ତେ, କାହିଁକି ନା ମୁଁ ଆର ବର୍ଷ ସମ୍ପୂର୍ଣ୍ଣ ନୂଆ ଥିଲି, ଏଇ ଜାଗାରେ ନୂଆ ଥିଲି ଦୁର୍ଗାଶ୍ରୀରେ। ତ ମତେ ଯେତିକି ଚରିତ୍ର ମିଳିଛି ମୁଁ ସେଇଟାରେ ବହୁତ ସାଟିସ୍ଫାଏ। ମୁଁ ଆପଣମାନଙ୍କୁ କଣ ଆଉ କହିବି, ଆପଣମାନଙ୍କ ପାଇଁ ତ ଆଜି ଏଇ ଜାଗାରେ ମୁଁ ଅଛି। ଆଉ ଆପଣମାନଙ୍କୁ ବି ବହୁତ ଅନୁରୋଧ କରୁଛି, ଆପଣମାନେ ଆସନ୍ତୁ, ଆମ ଦୁର୍ଗାଶ୍ରୀ ଗଣନାଟ୍ୟକୁ ଦେଖନ୍ତୁ। ଆଉ ବହୁତ ସାରା ଭଲ ପାଇବା ଦିଅନ୍ତୁ, ଆଶୀର୍ବାଦ ଦିଅନ୍ତୁ, ଯେମିତି ଆମେ ଆହୁରି ଆଗକୁ ଯାଉ।